ଚୁଟି ମୋ ଭଳିଆ ଚନ୍ଦା ହେଇଯାଇଛ କେବେ ମନ ଦୁଃଖ କର ନା। ମୋ ଜୀବନରେ ମୁଁ କେବେ ଭାବେନି, ମୁଁ ଆଜି ପର୍ଯ୍ୟନ୍ତ ମତେ ସମସ୍ତେ କୁହନ୍ତି ବାହାଘର ଫାହାଘର ବି ହେଇପାରୁନି ଚୁଟି ସକାଶେ। ହାପି ହଁ ଏଇ କଣ ଏଇଟା କଣ ଦେଖିଲ ତମେ? ଏଟା ତମେ ଯୋଉ ଆମ ଫିଷ୍ଟ କରୁବା ତମେ ସେତେବେଳେ ଖାଇ ସାରିଲା ପରେ ଏଟା ଖାଅ? ଆରେ ନାଇଁ, ଏଇଟା ତମେ ଯୋଉ ଭାବୁନ କି ଏଇଟା ମୁଣ୍ଡରେ କାହିଁ ନଗାଉ, ଚୁଟି ଉପୁଡିବନି ଆଉ, ଚୁଟି ପଡିବ ଭସ ଭସ ହେଇକି। ଆରେ ଏଟା ପୁଦିନାରା, ହଁ ଏଟା ବା ଖାଆନ୍ତି। ହଁ ବୁଝିପାରୁନ, ଏ ଯୋଉ 45 ଡିଗ୍ରୀ ଖରା ହଉଛି, ହୁଁ ମାନେ ମୁଣ୍ଡ ପୁରା ଟେନସନ ହେଇଯାଉଛି। ଆକୁ ଲଗେଇଦେଲେ ମୁଣ୍ଡ ଟା ପୁରା ହାଲକା ହେଇଯିବ। ଆଉ ତାପରେ କିଛି ଭାଇ ବି ଆଦେହରେ ଆସିକି ଲେଖି ପକେଇବେ, ହଁ ଆପେ ଏଇଟା ବୋଧେ ଆଡଭାର୍ଟାଇଜ ଭିଡିଓ। ଆଉ ନାଇଁ, ସେଇଟା ନୁହେଁ, ସାନ ଭାଇଟା ଆମର ପାଗାରେ, ଆମ ପିଇସି ଘର ପାଖରେ ଆଗ ଘର। ବହୁତ ଥର କହିଲେ ହାପେ ଗୋଟେ ଭିଡିଓ କରିଦିଅ, ଭିଡିଓ କରିଦିଅ। ମୁଁ କହିଲି ହଉ, ଆଜି ଆଇଥିଲି ଇଆଡେ, ମୁଁ କହିଲି ଟିକେ କରିଦବା। ଲୋ ବୋପା, ମୋ ବୁନିଆଦିରେ ଏମିତିଆ କରିନଥିଲି, ଆଜି ଫାଷ୍ଟ ଟାଇମ କରୁଛି। ଯାହା ମୁଣ୍ଡରେ ଟେନସନ ଥିଲା ବାହାରିଗଲା। ଶାନ୍ତି ଶାନ୍ତି। ହ୍ୟାଲୋ, ତମରି ଦୋକାନ ଉପରେ ଯିଏ ତ ଆସିବେ ଏଠି କାଟିବେ ଆଉ। ପିଲାଟା କରିଛି ଏସି ଫେସି ଲଗେଇ ପୁରା। ଓହୋ, ଆଉ ମୋ ଦହି ମିଳିଯିବରେ। ପୁରା କାନ ଭିତରେ ପଶିଯାଉଛି ନା କଣ? ମୋର ତ ପାଉନି। ଏମିତିଆ ତ ଘରକୁ ନେଇଗଲେ ଗୋଟେ ହବ। ଯାହା ପେଟକୁ ଗଲୁ ଘରକୁ ନେଇଯିବି ନାଇଁ। ପୁରା ଫ୍ରି ଲାଗୁଛି ନା? ହଁ, ପୁରା ମତେ ଲାଗୁଛି ମୁଁ ଏ ଦୁନିଆର ରାଜା। ତା ହାତ ବି ଧରୁଥିବ ତ ନାଇଁ। ଓହୋ, ଏଇ ବେକ ଯୋଉ ଏମିତି ମୋଡନ୍ତି, ବାପା ମୋଡିବନି ମୋର। ହଁ, ମୁଁ ଗୋଟେ ଭୁବନେଶ୍ୱରରେ ଗୋଟେ ଚିହ୍ନା ପରିଚୟ ଲୋକଟା କଣ୍ଟ୍ରାକ୍ଟରଟା, ତା ବେକଟା ଏମିତି ଏମିତି ଗୋଟେ ସେଲୁନରେ ମୋଡୁ ମୋଡୁ ମୋଡି ହେଇଗଲା। ସେ ଏମିତି କରିଛି। ଜମା କୋଉ ସେଲୁନକୁ ଗଲେ ମୁଁ କହିବି ଭାଇ ଜମା ମୋର ମୋଡା ମୋଡି କରନା, କାନ ଫୁଟା ନାହିଁ। ପିଲାଟା ଭଲ କାମ କରୁଛି, ସେଥିପାଇଁ ଟିକେ ମୁଁ ଗାଁରୁ ଦୌଡିକି ପାଗା 6-7 କିଲୋମିଟର ଦୌଡିକି ଆଉଛି ଆଉ। ଓହୋ, ଆଜି ଶାନ୍ତିରେ ଶୋ। ତ ରାଗ ଅଛି ଯଦି ମାରେ। ମୁଁ ବେଳେ ବେଳେ ଭାବେ ଏଇ ସେଲୁନରେ ଆସିକି ଆମର ଯେତେବେଳେ ଯୋଉ ଘଷା ଘଷି ଯୋଉ ଏଟା କଣ କରନ୍ତି, ମୁହଁରେ ଲଗାନ୍ତି ସେ ଫେଣ ଭଳିଆ, କେହି ନଥିବେ ସେ ସେଲୁନରେ ଯଦି ଛିପ ପକେଇ ଦିଅନ୍ତି ଘଷିଦବ, ଭିଡିଓ ଦେଖିବୁ ମୁଣ୍ଡରେ ବେଳେ ବେଳେ ଭାବେ। କହିଲା ନା ଆଉ ଅଛି କଣ? ଚୁଟି ଥିଲେ ମୁଁ ହିରୋ ଭଳିଆ ଦେଖାଇଥାନ୍ତି ନାଇଁ। ଏମିତି କହୁଛି ପିଲାଟା କହୁଛି ହାପେ ଚୁଟି ଟା ଲଗେଇ ଦିଅ। ଚୁଟି ଲଗେଇଦେଲେ ସତ କଥା କେହି ଭିଡିଓ ଦେଖିବେ। ଟ୍ରାନ୍ସପ୍ଲାଣ୍ଟ କଲେ ଟଙ୍କା 40-50 ହଜାର ଟଙ୍କା ଖର୍ଚ୍ଚ ହବ। କିନ୍ତୁ ଗୋଟେ ବଡ କଥା ନୁହେଁ, ମେନ୍ ଜିନିଷ କଣ, ଲୋକ କେହି ଦେଖିବେନି, ମତେ ଆଉ ଚିହ୍ନି ପାରିବେନି, ସ୍କିପ୍ କରିଦେବେ। ନା କଣ କହୁଛ? ଚୁଟି ମଣ୍ଡକ ଯୋଉମାନଙ୍କର ଚୁଟି ଉପୁଡି ଯାଇଛି, ଯୋଉମାନେ ଚୁଟି ମୋ ଭଳିଆ ଚନ୍ଦା ହେଇଯାଇଛ, କେବେ ମନ ଦୁଃଖ କର ନା।
ମୋ ଜୀବନରେ ମୁଁ କେବେ ଭାବେନି, ମୁଁ ଆଜି ପର୍ଯ୍ୟନ୍ତ ମତେ ସମସ୍ତେ କୁହନ୍ତି ବାହାଘର ଫାହାଘର ବି ହେଇପାରୁନି ଏ ଚୁଟି ସକାଶେ, ବହୁତ ଜାଗା ଆଉଛନ୍ତି କହୁଛନ୍ତି ହେ ପୁଅଟା ଚନ୍ଦା ପଳେଇ ଯାଉଛନ୍ତି। ମୁଁ କେବେ ମନ ଦୁଃଖ କରେନି ଏଇଥିପାଇଁ କି ମୋ ଚୁଟି ଉପୁଡି ଯାଇଛି ଉପୁଡି ଯାଇଛି। ତମକୁ ଯଦି ଚୁଟି କି ବାହା ହେବାର ଅଛି ବାହା ହୁଅ। ସମସ୍ତଙ୍କର ଚିନ୍ତାଧାରା ଥାଏ ଯେ ସୌନ୍ଦର୍ଯ୍ୟ ଆସିବା ସେଟା ଉପରେ ସୌନ୍ଦର୍ଯ୍ୟ ଥିଲେ କଣ ହବ, ଭିତରେ ତ ନଥିବ ଯଦି ଖତ ଖାଇଯାଇଥିବ। ବୁଝିପାରୁଛ କି ନା? ଯୋଉ କେବଳ ଭାଇ ମାନେ ଚନ୍ଦା ହେଇଯାଇଛ ଜମା ମନ ଦୁଃଖ କରନା। ଆମେ ଗୋଟେ ଏମିତି କିଛି କରିବା ଯଦି ଆମେ ସମସ୍ତେ ଆମକୁ ଭଲ ପାଇବେ, ଚୁଟି ନଥାଉ। ଏ ଭିଡିଓଟି କେବଳ ଯୋଉମାନଙ୍କର ଚୁଟି ନାହିଁ ଏ ପର୍ଯ୍ୟନ୍ତ ଗପ କହି କହି ଯାଇଥିଲି ତାଙ୍କରି ପାଇଁ। ମନ ଦୁଃଖ କରନା। ଆମ ଘରେ ଏମିତି କି ମୋ ବୋଉ କହିଛି, ଆମ ଛୁଆ ଦାଦା ଥିଲେ କହିଲେ ଚୁଟି ଟୋକା ଲଗେଇଦେଲେ ଭଲ ହୁଅନ୍ତା। ମୋ ବୋଉ ମତେ 4 ଥର କହିଛି। ମୋ ନିଜ ପିଇସି ଝିଅ ଡକ୍ଟର ଥିଲା ହେୟାର ଟ୍ରାନ୍ସପ୍ଲାଣ୍ଟ ରେ, କହିଲା ହାପେ ଆସ ଲଗେଇଦବା କମ ପଇସାରେ ମୁଁ କହିକି କରେଇଦେବି। ମୁଁ କହିଲି ମୁଁ ଜମା ଲଗେଇବିନି। କିଏ ଯଦି କହିବ ମାଗେଣା ଗୋଟେ ଦିଟା ଆଡଭାର୍ଟାଇଜ ମିଳିଛି ଭାଇ ତମର ମାଗେଣା କରିଦବୁ, ତମେ ଆମର ଆଡଭାର୍ଟାଇଜ କରିଦବ, ମୁଁ ତାଇକି କରିବି। ଚୁଟି ନଥାଉ କଣ ହେଲା, ହୃଦୟ ତ ବଡ ରହିବା ଦରକାର। ବାସ୍ ମନ ଭିତରୁ ସଫା ହେଇଥିବା ଦରକାର। ଚୁଟି ଥିଲେ କଣ ଅଛି, ଚୁଟି ଥିଲେ କଣ ଅଧିକା କଣ ହେଇଯିବ? ଚୁଟି ହେଇଥିବ କଞ୍ଚଟା ହେଇଥିବ, ମାତାଲଟା ହେଇଥିବ, ଡ୍ରଗ୍ସ ଖେଳୁଥିବ, ତାର ଚୁଟି ଥାଇକି ଲାଭ କଣ? ଆଜିକାଲିକା ଝିଅ ତ ସେଇ ମାନେ ସେଇ ଖୋଜୁଛନ୍ତି ନା। ଆମେ ତ ଭାଇ ହେଇଥିବ ଇଏ ହେଇଥିବ। ହଁ କିନ୍ତୁ ହୃଦୟ କିଏ ଚିହ୍ନୁଛି? ହୃଦୟ କଣ ଅଛି? ବୁଝିପାରିଲ? ପଇସା ଦେଖିକି ପଳଉଛନ୍ତି, ଦେଖିଲା ବେଳକୁ ହୃଦୟ ଦେଖିଲା ବେଳକୁ ବାଡାବାଡି ହଉଛନ୍ତି, ମଦ ପିଇ ସ୍ୱାମୀ ବାଡଉଛି। ଆମର ବି ନାହିଁ। ଅନଲାଇନ ଆସନ୍ତୁ ଖାଲି ରଖୁଛି।